ଜୀବନ ମରଣ ବନ୍ଧନରୁ ମୁକ୍ତି ପାଇଁ ଏ ସଂସାର ମୋହମୟରୁ ମୁଖ୍ୟ ପ୍ରାପ୍ତି ପାଇଁ ଚାରିଧାମ ଯାତ୍ରା କରାଯାଏ। ଲୀଳାମୟ ପ୍ରଭୁ ଶ୍ରୀହରି ବିଷ୍ଣୁଙ୍କ ଚାରିଧାମ, ଯେଉଁଠି ମିଳନ ହୁଏ ଶ୍ରଦ୍ଧା ଓ ଭକ୍ତିର, ଯେଉଁଠି ମିଳନ ହୁଏ ଭକ୍ତ ଓ ଭଗବାନର। ଭଗବାନ ଶ୍ରୀହରି ବିଷ୍ଣୁ ଭାରତର ଚାରି ଦିଗରେ, ଚାରିଧାମରେ, ଚାରି ନାମରେ ପୂଜା ପାଉଛନ୍ତି। ଚାରିଧାମରେ ସ୍ୱୟଂ ଭଗବାନ ବାସ କରନ୍ତି। ଚାରିଧାମ ମଧ୍ୟରୁ ପ୍ରଥମ ଧାମ ବଦ୍ରିନାଥ ଧାମ। ବଦ୍ରିନାଥ ଧାମ ଭାରତର ଉତ୍ତର ଦିଗରେ ହିମାଳୟ ପର୍ବତରେ ଅଳକାନନ୍ଦା ନଦୀ ପାଖରେ ଅବସ୍ଥିତ। ବଦ୍ରିନାଥ ମନ୍ଦିର 6 ମାସ ଖୋଲା ରୁହେ ଓ 6 ମାସ ବନ୍ଦ ରୁହେ। ଦ୍ୱିତୀୟ ଧାମ ଦ୍ୱାରକା ଧାମ। ଦ୍ୱାରକାଧୀଶ ଧାମ ଭାରତର ପଶ୍ଚିମ ଦିଗରେ ଗୁଜରାଟ ରାଜ୍ୟର ଜାମନଗର ଜିଲ୍ଲାରେ ଅବସ୍ଥିତ। ଦ୍ୱାରକା ନଗରୀକୁ ଭଗବାନ ଶ୍ରୀକୃଷ୍ଣଙ୍କ କର୍ମଭୂମି ବୋଲି କୁହାଯାଏ। ଦ୍ୱାରକାଧୀଶ ମନ୍ଦିର ସମୁଦ୍ର ତଟରେ ଅବସ୍ଥିତ ଏକ ସୁନ୍ଦର ତୀର୍ଥକ୍ଷେତ୍ର। ତୃତୀୟ ଧାମ ରାମେଶ୍ୱର ଧାମ। ରାମେଶ୍ୱର ଧାମ ଭାରତର ଦକ୍ଷିଣ ଦିଗରେ ତାମିଲନାଡୁ ରାଜ୍ୟର ରାମନାଥପୁରମ୍ ଜିଲ୍ଲାରେ ରାମେଶ୍ୱର ନାମକ ଏକ ଦ୍ୱୀପରେ ଅବସ୍ଥିତ। ଭଗବାନ ରାମଚନ୍ଦ୍ର ରାବଣର ବଧ କରିବା ପୂର୍ବରୁ ରାମେଶ୍ୱରରେ ଭଗବାନ ଶଙ୍କରଙ୍କ ପୂଜା କରିଥିଲେ। ଭଗବାନ ରାମଚନ୍ଦ୍ର ନିଜେ ରାମେଶ୍ୱର ଜ୍ୟୋତିର୍ଲିଙ୍ଗ ପ୍ରତିଷ୍ଠା କରିଥିଲେ। ରାମେଶ୍ୱରକୁ ଦକ୍ଷିଣର କାଶୀ ବୋଲି କୁହାଯାଏ। ଚତୁର୍ଥ ଧାମର ନାମ ହେଉଛି ପୁରୀ। ଭଗବାନ ଶ୍ରୀହରି ବିଷ୍ଣୁ ଜଗନ୍ନାଥ ରୂପରେ ଓଡ଼ିଶାର ପୁରୀ ଜିଲ୍ଲାରେ ପୂଜା ପାଉଛନ୍ତି। ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ, ବଡ଼ ଠାକୁର। ପୁରୀର ରଥଯାତ୍ରା, ପୁରୀର ଅବଢ଼ା ସଂସାରରେ ବିଖ୍ୟାତ। ଭଗବାନ ଜଗନ୍ନାଥ ହେଉଛନ୍ତି ଏ ଜଗତର ସ୍ୱାମୀ। ପ୍ରଭୁ ଜଗନ୍ନାଥ ମନ୍ଦିର ସହ ଜଡ଼ିତ ଅଛି ଅନେକ ଅଲୌକିକ କଥା। ଯେମିତି ମନ୍ଦିରର ଛାଇ ପଡ଼େନି କି ସମୁଦ୍ରର ଶବ୍ଦ ମନ୍ଦିର ଭିତରକୁ ଶୁଭେନି, ମନ୍ଦିର ଉପରେ କୌଣସି ପକ୍ଷୀ ଉଡ଼ନ୍ତିନି, ଏମିତି ଅନେକ ଅଲୌକିକ କଥା ଜଡ଼ିତ ଅଛି ପୁରୀ ମନ୍ଦିର ସହିତ। ପୁରାଣ ଅନୁସାରେ ଭଗବାନ ଶ୍ରୀହରି ବିଷ୍ଣୁ ବଦ୍ରିନାଥ ଧାମରେ ସ୍ନାନ କରନ୍ତି, ଦ୍ୱାରକା ଧାମରେ ବସ୍ତ୍ର ଧାରଣ କରନ୍ତି, ଜଗନ୍ନାଥ ଧାମ ପୁରୀରେ ଭୋଜନ କରନ୍ତି, ରାମେଶ୍ୱର ଧାମରେ ବିଶ୍ରାମ କରନ୍ତି। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଚାରିଧାମ ଦର୍ଶନ କରିବା ପାଇଁ ଆସିଥାନ୍ତି। ଚାରିଧାମରେ ଆଦି ଶଙ୍କରାଚାର୍ଯ୍ୟ 4 ମଠ ସ୍ଥାପନ କରିଥିଲେ, ଯେମିତି ପୁରୀରେ ଗୋବର୍ଦ୍ଧନ ମଠ। ଚାରିଧାମ ଯାତ୍ରା କରି ଭଗବାନଙ୍କ ଦର୍ଶନ କଲେ ଏ ମଣିଷ ଜୀବନ ସଫଳ ହୁଏ। ପରବର୍ତ୍ତୀ ଭିଡ଼ିଓରେ ଚାରିଧାମ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଅଲଗା ଅଲଗା କରି 4ଟି ଭିଡ଼ିଓରେ ଆମେ ପ୍ରଦାନ କରିବୁ। ଭାରତରେ ଥିବା ସମସ୍ତ ମନ୍ଦିର, ତୀର୍ଥକ୍ଷେତ୍ର ଓ ପବିତ୍ର ଧାମ ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍, ସେୟାର, କମେଣ୍ଟ କରିବା ପାଇଁ ଭୁଲିବେନି। ଧନ୍ୟବାଦ। ଜୟ ଜଗନ୍ନାଥ।